ତେଲଟାକୁ ଆଭଏଡ୍ କରିଦେବ ବାକି ଖାଇକି ଦେଖିଆ କହିଲ ଏଇଟା କୋଉଥିରେ କ'ଣ ବନିଛି ବୋଲି। ତେଲଟା ଆଭଏଡ୍ ଫ୍ରାଏ ହେଲେ ତେଲ ତ ହବ ନା। ପାଟିରେ ନାଇକି କୁହନ୍ତି ଏମିତି ପିଆଜ ଦେଖିକି କୁହନ୍ତିନି। କୋବି ଗାଜର ଆରେ ମେନ୍ ଜିନିଷଟା କ'ଣ କୁହ? ପିଆଜ ଥଣ୍ଡା। ହଁ ପିଆଜ ଥଣ୍ଡା। ଟେଷ୍ଟ କେମିତି ଲାଗୁଛି? ଭଲ ହେଇଛି ତ? ତାହେଲେ ଖାଇସାରିକି ଭିଡ଼ିଓଟା ଦେଖିବ ତାପରେ କହିବ ଆଉ କୋଉଥିରେ ବନିଛି ବୋଲି ଆଉ ହେଲା। ମଟର ପଡିଛି। ସେଗୁଡ଼ାକ ତ ଭେଜିଟେବୁଲ୍ସ ଛାଡ଼ିଦିଅ। ମେନ୍ ଇନଗ୍ରିଡ଼ିଏଣ୍ଟଟା କ'ଣ କହୁନ? ମେନ୍ ତେଲ। ଜାଣିପାରିଲ କି ନାଇଁ ମ? ରେଡିମେଡ୍ ମିଳେ ଯୋଉ ଫ୍ରୋଜେନ୍ ଫ୍ରୁଟ୍ ନା ହଁ ପ୍ୟାକେଟରେ ଯୋଉ ଆଣିକି ଛାଣିବ ହଁ ସେଗୁଡ଼ା ମତେ ଲାଗୁଛି। ସେଗୁଡ଼ା କିଏ ଆଣିଲା ମୁଁ ତ ଆଣିନି ସେଗୁଡ଼ା। ବାହାରୁ ନେଇ ଛାଣିଛୁ ଆଉ। ଜମା ମୁଁ ଛାଣିନି ସେମିତି। ତମେ ସବୁବେଳେ ମତେ କୁହ ନା ଯେ ହଉଛି ତୁ ସବୁ ଜିନିଷ ଗୁଡ଼ାକ କରିଦଉଛୁ ଅଧିକ ଅଧିକ ତାପରେ ଖାଉନୁ ଫୋପାଡ଼ି ଦଉଛୁ ଫୋପାଡ଼ିଆ ପ୍ରକୃତି। ମୁଁ ଆଜି ସେଇ ଜିନିଷ ଗୋଟେ ଅଧିକ କରିଦେଇଥିଲି ନା ଏଇଟା ନ ଫୋପାଡ଼ିକି ସେଥିରେ ବନେଇଛି। ଟିପ୍ସ ଆଜି ମାନେ କାଲି ଆଉ ଭଜା ଗୁଡ଼ା ଜାଗର ପାଇଁ ବନେଇଥିଲି ଗୋଟେ ଜିନିଷଟା ସେଇଥିରେ ବନେଇଛି ଏଇଟା। ଶାଗୁ ୟେସ୍ ଜାଣିଲଟି ଏବେ? ଶାଗୁ ପଣା ଗୁଡ଼ା କରିଦେଇଥିଲେ ନା ଶାଗୁ ପଣା ଗୋଟେ ହବ ସେ କଦଳୀ ନଡ଼ିଆ ପଡ଼ିଥିଲା ଆଉ ଗୋଟେ କଥା କହୁଛ। ତମେ ତା ଭିଡ଼ିଓ ଦେଖିବ ମୁଁ କେମିତି ବନେଇଛି ଆଉ। କଦଳୀ ଶାଗୁ ପଣା ଗୁଡ଼ା ଶୁଖେଇକି ପାଗଳ କଥା କହୁଛ ତମେ। ହଉ ଦେଖିବ ତାପରେ ଆଉ କେମିତି ହେଇଛି ଆଉ।